ଭାରତର ଆଉ ଏକ ଶତ୍ରୁର ମୃତ୍ୟୁ। କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ଜଗିନ୍ଦର ସିଂ ମୃତ। ଆସନ୍ତୁ ଜାଣିବା ଏହାର ସର୍ବିଶେଷ ଖବର ବିଷୟରେ। ବିଗତ ପ୍ରାୟ 2 ବର୍ଷ ଧରି ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ମୃତ୍ୟୁ ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ଏହି ଘଟଣାରେ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ଜଗିନ୍ଦର ସିଂ ନାମ ଯୋଡ଼ି ହୋଇଯାଇଛି। କୁହାଯାଉଛି ଯେ ଜଗିନ୍ଦରଙ୍କ ପାକିସ୍ତାନରେ ହୃଦଘାତରେ ମୃତ୍ୟୁ ଘଟିଛି। ତେବେ ଏହାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଜଗିନ୍ଦର ଆତଙ୍କବାଦୀ ସଂଗଠନ ଦଳ ଖଲସାରର ସହ ପ୍ରତିଷ୍ଠାତା ଥିଲା। 2002ରେ ଭାରତ ସରକାର ତାକୁ 20 ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ସାମିଲ କରିଥିଲେ। 1981ରେ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ IC-423କୁ ଅପହରଣ କରିବାର ମାଷ୍ଟର ମାଇଣ୍ଡ ଥିଲା ଖଲିସ୍ତାନୀ ଆତଙ୍କବାଦୀ ଜଗିନ୍ଦର ସିଂର। ବିମାନଟି ଶ୍ରୀନଗରରୁ ଦିଲ୍ଲୀ ଆସୁଥିଲା। ବିମାନରେ 111 ଜଣ ଯାତ୍ରୀ ଓ 6 ଜଣ କ୍ରୁ ମେମ୍ବର ଥିଲେ। ବିମାନ ଅପହରଣ କରିଥିବା 5 ଜଣ ମଧ୍ୟରୁ ସେ ଅନ୍ୟତମ ଥିଲା। ଆତଙ୍କବାଦୀମାନେ ଏହି ବିମାନକୁ ଅପହରଣ କରି ଲାହୋର ନେଇଯାଇଥିଲେ। ଯାତ୍ରୀଙ୍କୁ ମୁକ୍ତ କରିବା ବଦଳରେ ଜର୍ନେଲ ସିଂ ଭଣ୍ଡରାନୱାଲାଙ୍କ ସମେତ ଅନ୍ୟ କେତେକ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ଭାରତ ସରକାରଙ୍କ ନିକଟରେ ଦାବି ହୋଇଥିଲା।